କାନାଡ଼ାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ଭାରତୀୟ ବଂଶୋଦ୍ଭବ ଅନିତା ଆନନ୍ଦ। କାନାଡ଼ାର ପ୍ରଧାନମନ୍ତ୍ରୀ ପଦରୁ ଜଷ୍ଟିନ୍ ଟ୍ରୁଡୁ ଇସ୍ତଫା ପରେ କିଏ ହେବ କାନାଡ଼ାର ପ୍ରଧାନମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା ଚାଲିଛି। ଦୌଡ଼ରେ ଅଛନ୍ତି ଭାରତୀୟ ବଂଶୋଦ୍ଭବ ଅନିତା ଆନନ୍ଦ। ଅନିତା ଏବେ ପରିବହନ ମନ୍ତ୍ରୀ ଅଛନ୍ତି। ଏହା ପୂର୍ବରୁ ସେ ପ୍ରତିରକ୍ଷା, ପବ୍ଲିକ୍ ସର୍ଭିସେସ୍ ଓ ପ୍ରୋକ୍ୟୁରମେଣ୍ଟ ମନ୍ତ୍ରଣାଳୟ ବି ସମ୍ଭାଳିଥିଲେ। ଟ୍ରେଜରୀ ବୋର୍ଡର ମଧ୍ୟ ସଭାପତି ଥିଲେ ଅନିତା। ତାଙ୍କ ବାପା ଜଣେ ତାମିଲ ଓ ମା ପଞ୍ଜାବୀ। 57 ବର୍ଷୀୟା ଅନିତା ଆନନ୍ଦ ଅକ୍ସଫୋର୍ଡରେ ପାଠ ପଢ଼ିଛନ୍ତି। 2019ରେ ସାଂସଦ ଭାବେ ନିର୍ବାଚିତ ହେବା ପରେ ସେ ମନ୍ତ୍ରୀ ହୋଇଥିଲେ। ଯୁଦ୍ଧରେ ଧ୍ୱଂସସ୍ତୂପରେ ପରିଣତ ହୋଇଥିବା ୟୁକ୍ରେନକୁ ସହାୟତା ଯୋଗାଡ଼ କରିବାରେ ଅନିତା ଆନନ୍ଦଙ୍କ ପ୍ରମୁଖ ଭୂମିକା ଥିଲା। ଟ୍ରେଜେରୀ ବୋର୍ଡ ସଭାପତି ଭାବେ ନିଯୁକ୍ତ ପାଇବା ପରେ ସେ 2024 ଡିସେମ୍ବରରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଛାଡ଼ିଥିଲେ। ତାପରେ ପୁଣି ଏକ ଅଦଳ ବଦଳରେ ତାଙ୍କୁ ମିଳିଥିଲା ପରିବହନ ବିଭାଗ। ଗତକାଲି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଛନ୍ତି ଜଷ୍ଟିନ୍। ନିଜ ଦଳରୁ ବିରୋଧର ସମ୍ମୁଖୀନ ହେବାରୁ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ତେବେ ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ। ମାର୍ଚ୍ଚ 24 ତାରିଖ ଯାଏଁ କାନାଡ଼ାର ପାର୍ଲାମେଣ୍ଟ ମଧ୍ୟ ସସ୍ପେଣ୍ଡ ରହିବ ବୋଲି କୁହାଯାଇଛି।